ଆଜିର ଏହିପରି ଧ୍ୟାନ ନିମନ୍ତେ କିଛି ଅଂଶ ଦେଖିବା ପୂର୍ବରୁ ମୁଁ କିଛି କହିବା ପାଇଁ ଇଚ୍ଛା କରେ। ବିକଜ୍ ଗୋଟେ ଏକ୍ଜାମ୍ପଲ୍ ଦେବା ପାଇଁ ଇଚ୍ଛା କରେ। ଆମେମାନେ ଯେତେବେଳେ ଗୋଟେ ଫେଷ୍ଟିଭାଲ୍ କରୁଛୁ କି ଗୋଟେ ମ୍ୟାରେଜ୍ ଫଙ୍କସନ୍ କି ମ୍ୟାରେଜ୍ ସେରେମନି କି ଯାହା କିଛି ହୋଇଥାଏ, ହେଲେ ମ୍ୟାରେଜ୍ ଶେଷ ହେଲା ପରେ କି ସେଇ ବହୁତ ବଡ଼ ଶୁଭ କାର୍ଯ୍ୟ ଶେଷ ହେଲା ପରେ ମଧ୍ୟ କେତେକ ଏହିପରି ମାଇନା ଖୁଲମ୍ ଲେଞ୍ଜି ବରକେଇ ଏତିଗୟ ଆଠେଂ ବିରିଣ୍ଡାଞ୍ଜି ଜେନ୍ ଡାକୁଥିଛି କିଛି ଦିନ ଗଲା ପରେ ମଧ୍ୟ। ହେଲେ ସେଇ ଯେଉଁ ପର୍ବପର୍ବାଣୀ ଏବଂ ସେଇ ଯେଉଁ ମ୍ୟାରେଜ୍ ବାହାଘର ଯାହା କିଛି ତାର ଗୋଟେ ସ୍ମେଲ୍ ମାନେ ତାର ସୁଗନ୍ଧ ତାର ଯେଉଁଟାକି ଥାଏ ସେଇଟା ଗୋଟେ ମାସ କି 2 ମାସ ପର୍ଯ୍ୟନ୍ତ ଥାଏ। ପ୍ରିୟ ଭାଇ ଭଉଣୀମାନେ, ମୁଁ କ'ଣ କହିବା ପାଇଁ ଇଚ୍ଛା କରେ, ଆଜି ଆମ୍ଭେମାନେ ନ୍ୟୁ ଇୟର୍ ପାଳନ କରିକି ଅଲମୋଷ୍ଟ 28 ଡେଜ୍ ମାନେ ଆଜି 29 ହେଇଯାଇଛି। କିନ୍ତୁ ମୁଁ କିଛି ଅଂଶ এই ନ୍ୟୁ ଇୟର୍ ବିଷୟରେ ଏବଂ ନ୍ୟୁ ମାସ ନିମନ୍ତେ ଏ ନୂତନ ମାସ ନିମନ୍ତେ ନୂତନ ବିଷୟ କହିବା ପାଇଁ ଇଚ୍ଛା କରେ। ପ୍ରଥମେ ଆମ୍ଭେମାନେ ଦେଖିବା, ଯେହେତୁ ଆମ୍ଭେମାନେ ଖ୍ରୀଷ୍ଟିଆନ ପରିବାରରୁ ଜନ୍ମ ହେଇଅଛୁ, ଜନ୍ମରୁ ଖ୍ରୀଷ୍ଟିଆନ, ଆଉ ଖ୍ରୀଷ୍ଟକୁ ଆମ୍ଭେମାନେ ଭଲରେ ଜାଣିଛୁ। ସେଇଥିପାଇଁ ଆମ୍ଭେମାନେ ନ୍ୟୁ ହେଭେନ୍ ଏବଂ ନ୍ୟୁ ଏର୍ଥ ବିଷୟରେ ଆମ୍ଭେମାନେ ଡିସ୍କସ୍ କରିବା। ନୂତନ ସ୍ୱର୍ଗ ଏବଂ ନୂତନ ପୃଥିବୀ ବିଷୟରେ ଆମ୍ଭେମାନେ ଆଜି ଡିସ୍କସ୍ କରିବା। ଦ୍ୱିତୀୟ ପିତର 3 ଅଧ୍ୟାୟ 13 ପଦ ପଠନ କରନ୍ତୁ। ଅଧ୍ୟୟନ କରିବା 3 ଅଧ୍ୟାୟ କେତେ ସାର୍? ଦ୍ୱିତୀୟ ପିତର 3 ଅଧ୍ୟାୟ 13 ପଦ। ଆପଣମାନେ ତାହାଙ୍କ ପ୍ରତିଜ୍ଞାନୁସାରେ ଗୋଟିଏ ନୂତନ ଆକାଶ ମଣ୍ଡଳ ଓ ନୂତନ ପୃଥିବୀର ଅପେକ୍ଷାରେ ଅଛୁ, ଯାହା ଧାର୍ମିକତାର ଆଭାସ ସ୍ଥଳ ହେବ। ଏହି ପଠିତ ବାକ୍ୟରେ ଈଶ୍ୱର ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ଏଠାରେ ଲେଖାଯାଇଛି ଆମ୍ଭେମାନେ ତାହାଙ୍କ ପ୍ରତିଜ୍ଞା ଅନୁସାରେ ଗୋଟିଏ ନୂତନ ଆକାଶ ମଣ୍ଡଳ ଓ ନୂତନ ପୃଥିବୀର ଅପେକ୍ଷାରେ ଅଛୁ। ସୋ वी आर ୱେଟିଂ ଫର୍ ଦ ନ୍ୟୁ ହେଭେନ୍ ଆଣ୍ଡ ନ୍ୟୁ ଏର୍ଥ। ଆମ୍ଭେମାନେ ପରମେଶ୍ୱରଙ୍କର ଅପେକ୍ଷାରେ ଅଛୁ, ରାଇଟ୍? ବର୍ତ୍ତମାନ ଆମ୍ଭେମାନେ ପରମେଶ୍ୱରଙ୍କର ଅପେକ୍ଷାରେ ଅଛୁ। ପରମେଶ୍ୱରଙ୍କର ଅପେକ୍ଷାର ଅର୍ଥ ପରମେଶ୍ୱରଙ୍କର ଦ୍ୱିତୀୟ ଆଗମନର ଅପେକ୍ଷାରେ ଆମ୍ଭେମାନେ ଅଛୁ, ନାଇଁ କି? My dear brother and sister, today I would like to bring attention on the new heaven and new earth. ନୂତନ ପୃଥିବୀ ଏବଂ ନୂତନ ସ୍ୱର୍ଗ ନିମନ୍ତେ ଆକାଶ ମଣ୍ଡଳ ନିମନ୍ତେ ଆମ୍ଭେମାନେ ଡିସ୍କସ୍ କରିବା। ଦେଖନ୍ତୁ ପ୍ରିୟ ଭାଇ ଭଉଣୀମାନେ, we are being a Christians, be born and brought of the Christian family and well known Christian family, and ଆମ୍ଭେମାନେ ଗୋଟେ ଖ୍ରୀଷ୍ଟଙ୍କ ପରିବାରରେ ଅଛୁ। ବାପା ମାଆ ପରିବାର ସମସ୍ତେ ଖ୍ରୀଷ୍ଟିଆନ। we always go to the church, we always pray, but today the very important thing, ଆମ୍ଭେମାନେ ଆଜିର ବିଷୟ ଆମ୍ଭେମାନେ କ'ଣ ଇମ୍ପୋର୍ଟାଣ୍ଟ ବିଷୟ ଆମ୍ଭେମାନେ ଦେଖୁଛୁ ମାନେ ନୂତନ ସ୍ୱର୍ଗ ଏବଂ ନୂତନ ପୃଥିବୀ। ହ୍ୱାଟ୍ ଇଜ୍ ଦ୍ୟାଟ୍? ତା ବିଷୟ କ'ଣ, ମାନେ ଏହା ବିଷୟ କ'ଣ? ଦେଖନ୍ତୁ, ଲର୍ଡ ୱାଣ୍ଟସ୍ ଟୁ ମେକ୍ ଏଭ୍ରିଥିଙ୍ଗ ନ୍ୟୁ। ପରମେଶ୍ୱର ଚାହାନ୍ତି କି ସେ ପ୍ରତ୍ୟେକ ବସ୍ତୁ ପ୍ରତ୍ୟେକ ସୃଷ୍ଟି ବିଷୟ ନୂତନ କରିବା ନିମନ୍ତେ, ନାଇଁ କି? ନୂତନ କରିବା ନିମନ୍ତେ। ଦ୍ୟାଟ୍ ମିନ୍ସ ଏଗେନ୍ ରିଫାଇନ୍, ରିକ୍ରିଏଟିଂ। ହେଲେ ରିକ୍ରିଏଟିଂ ହେବା ପାଇଁ, ନୂତନ ତିଆରି ହେବା ପାଇଁ ହେଲେ ଆଉ କ'ଣ କରିବାକୁ ପଡ଼ିବ? ଫିଲ୍ଟରିଂ ହେବାକୁ ପଡ଼ିବ, ନାଇଁ କି? ଫିଲ୍ଟରିଂ ହେବାକୁ ପଡ଼ିବ। So this is what I would like to speak today. This is a good news festival. We can speak the good news festival. जोटाकि नूतन स्वर्ग एवं नूतन पृथ्वी विषय आम मैंने जो शुणुचु से विषय आम मैंने गोटे नुआ फेस्टिवल माने नुआ पर्वपर्वाणी आम मैंने भावी था। यस,
ପ୍ରକାଶିତ ବାକ୍ୟ 21 ଅଧ୍ୟାୟ 5 ପଦ ପଠନ କରନ୍ତୁ। କ'ଣ ଲେଖାଯାଇଛି? ପରେ ସିଂହାସନ ଉପବିଷ୍ଟ ବ୍ୟକ୍ତି କହିଲେ, ଦେଖ ଆମ୍ଭେ ସମସ୍ତ ବିଷୟ ନୂତନ କରୁଅଛୁ। ଆଉ ସେ କହିଲେ, ଲେଖ, କାରଣ ଏହି ସମସ୍ତ ବାକ୍ୟ ବିଶ୍ୱସନୀୟ ଓ ସତ୍ୟ। ଧନ୍ୟବାଦ। ଏଠାରେ ଆମ୍ଭେମାନେ ଦେଖୁଛୁ ପ୍ରତ୍ୟେକ ବିଷୟ ନୂତନ କରିଅଛୁ, ରାଇଟ୍? God wants to make everything as new. ପରମେଶ୍ୱର ଗୋଟିଏ ଗୋଟିଏ ବିଷୟକୁ ନୂତନ କରିବା ପାଇଁ ଚାହାନ୍ତି। ଏକ୍ଜାକ୍ଟଲି ଆମ୍ଭେମାନେ ଯେତେବେଳେ ଦେଖୁଛୁ ମନୁଷ୍ୟ being a human being, we have a lot of weakness. We do all the wrong and mistakes, sin and everything. But God wants, परमेश्वर चाहती आम्भମାନଙ୍କୁ ନୂତନ କରିବା ନିମନ୍ତେ। God wants to make a new, isn't it? This is what here says that, behold, I make all things new. ଦେଖ ମୁଁ ପ୍ରତ୍ୟେକ ବିଷୟକୁ ନୂତନ କରିବା ପାଇଁ ଇଚ୍ଛା କରେ। So ପ୍ରିୟ ଭାଇ ଭଉଣୀମାନେ, when we born the Christian family, when we born, ଯେତେବେଳେ ଆମେ ଜନ୍ମ ନେଇଛୁ ଗୋଟିଏ ନୂତନ ଛୁଆ ଭାବରେ, that was the one festival. That was the one festival. ମାନେ ଗୋଟେ ଘର ଯେତେବେଳେ ତମେ ଶୁଣିଲିଙ୍ଗନ୍ ଆଉ ତମେ ସେ ଯେ କ୍ରୁକୁଡ଼ ନାଡ଼େଥିନା ଜମଲିଙ୍ଗନ୍ ତାହାର ଗୋଟେ ଫେଷ୍ଟିଭାଲ ସେଠି ଥାଏ। ତେଲୁଗୁରେ କହୁଛନ୍ତି ସମ୍ବରାଲୁ କରନ୍ତି। କାହିଁକି ନା ଗୋଟିଏ ଚାଇଲ୍ଡ ମାନେ ଗୋଟେ ବେବି is born in the family, then they celebrate and they rejoice. ସେମାନେ ଆନନ୍ଦ କରନ୍ତି, ଉଲ୍ଲାସ କରନ୍ତି, ପରମେଶ୍ୱରଙ୍କୁ ଧନ୍ୟବାଦ ଦିଅନ୍ତି, ପରମେଶ୍ୱରଙ୍କ ଠାରେ ଉପାସନା କରନ୍ତି, ଆରାଧନା କରନ୍ତି। That means they are giving a important to God. ପ୍ରିୟ ଭାଇ ଭଉଣୀମାନେ, ଏଇଟା ହେଉଛି ନୂତନ ଛୁଆ ଯେତେବେଳେ ଜନ୍ମ ହେଉଛି ଗୋଟିଏ ପରିବାରରେ। ବର୍ତ୍ତମାନ ଆମ୍ଭେମାନେ ଜନ୍ମ ଏଇକି ବୁଢ଼ା ବର୍ଷ କି ଭେଣ୍ଡିଆ ବର୍ଷ କି ଯୁବକ ବୟସରେ ବାଳକ ବୟସରେ କି ଯୁବତୀ ବୟସରେ ବାଳିକା ବୟସରେ ଆମ୍ଭେମାନେ ଗୋଟେ ନୂତନ ସୃଷ୍ଟି ହେବାକୁ ପଡ଼ିବ। ଆମ୍ଭମାନଙ୍କର ମନ, ପ୍ରାଣ ଏବଂ ଦେହ ସବୁ ସର୍ବାଙ୍ଗ ଶରୀର ପରମେଶ୍ୱରଙ୍କଠାରେ ସମର୍ପଣ କରି ନୂତନ ସୃଷ୍ଟି ହେବାକୁ ପଡ଼ିବ। ନୂତନ ସୃଷ୍ଟି ହେଲା ପରେ ନୂତନ ନାମ ଦିଆଯିବ। ତେବେ ଯାଇ ପରମେଶ୍ୱରଙ୍କଠାରେ ଆମ୍ଭମାନଙ୍କର କ'ଣ ହେବ? We will be accepted by God. ଆମ୍ଭମାନଙ୍କର ନାମ ଜୀବନ ପୁସ୍ତକରେ ଲେଖାଯିବ। ଆମ୍ଭମାନଙ୍କର ନାମ ଜୀବନ ପୁସ୍ତକରେ ଲେଖାଯିବ। ସୋ ଏଇଟା ହେଉଛି ନୂତନ ସ୍ୱର୍ଗ ଏବଂ ନୂତନ ପୃଥିବୀରେ ଆମ୍ଭେମାନେ ପ୍ରବେଶ କରିବାକୁ ପଡ଼ିବ। ତାହେଲେ ଯେତେବେଳେ ଆମ୍ଭମାନଙ୍କର ଲାଇଫ୍ ଚେଞ୍ଜ ହେବ, ଆମ୍ଭମାନଙ୍କର ଜୀବନ ଯେତେବେଳେ ଚେଞ୍ଜ ହେବ, ସେ ସମୟରେ ଆମ୍ଭେମାନେ କ'ଣ ଗୋଟିଏ ନୂଆ ନାମ ମଧ୍ୟ ପାଇବାକୁ ପଡ଼ିବ। ନୂଆ ନାମ। How can we get the new name? In the certificate is written this type of name. ଯଦି ମନେକର ଆପଣମାନଙ୍କର ନାମ ସାର୍ଟିଫିକେଟ୍ରେ ଅଲଗା ଥାଏ, ତାହେଲେ ପରମେଶ୍ୱରଙ୍କଠାରେ ଆମ୍ଭେମାନେ ବାପ୍ତିସ୍ମ ନେଲା ପରେ, ପରମେଶ୍ୱରଙ୍କୁ ଗ୍ରହଣ କଲା ପରେ ମୋର ଗୋଟେ ନୂଆ ନାମ କ'ଣ ରହିବ ନାଇଁ କି? ହ୍ୟାଭ୍ ଏ ଡାଉଟ୍। ଆପଣମାନଙ୍କ ନିକଟରେ ଡାଉଟ୍ ଥାଏ। ଦେଖନ୍ତୁ ପ୍ରିୟ ଭାଇ ଭଉଣୀମାନେ, ଗୋଟେ ଏକ୍ଜାମ୍ପଲ୍ ମୁଁ ନେବା ପାଇଁ ଇଚ୍ଛା କରେ। ସାଉଲ ଯେତେବେଳେ ସେ ସାଉଲ ହେଇକି ପରମେଶ୍ୱରଙ୍କର ଲୋକମାନଙ୍କୁ, ପରମେଶ୍ୱରଙ୍କର ଦାସମାନଙ୍କୁ ସେ କ'ଣ କରିଥିଲା? ତାଡ଼ନା କରୁଥିଲା। ବର୍ତ୍ତମାନ ଆପଣମାନଙ୍କ ନିକଟରେ ପ୍ରାର୍ଥନା ଅନୁରୋଧ ଥିଲା କ'ଣ ବୋଲି ସୂଚନା ମଧ୍ୟ ଦିଆଯାଇଥିଲା। କ'ଣ? ଓଡ଼ିଶାରେ ବର୍ତ୍ତମାନ ଖ୍ରୀଷ୍ଟିଆନମାନଙ୍କୁ ତାଡ଼ନ କରାଯାଉଛି। ଠିକ୍ ସେହି ପ୍ରକାର ସାଉଲ ପରମେଶ୍ୱରଙ୍କର ଲୋକମାନଙ୍କୁ ତଡ଼ଙ୍ଗ ଗମାଙ୍କିତ ନାମଣ୍ଡ୍ରାଞ୍ଜାଡ଼ଙ୍ଗ ଥମ୍ଡେରେତିନ୍ କ'ଣ କଲା? ସେ ତାଡ଼ନା କଲା। He was persecuted for each and every Christian people. ନାଇଁ କି? ସେଇ ସାଉଲ ଦାମାସ୍କସରେ ତାକୁ ଧରାଗଲା। ஞமாஞம்ଲେ ସେଠି ତାଙ୍କର ନାମ ପରମେଶ୍ୱର ବଦଳେଇ ଦେଲେ।
ସାଉଲ ଠାରୁ ପାହୁଲ କରିଦେଲେ। ସାଉଲ ସରିଂ ପାହୁଲ କରିଦେଲେ। ପ୍ରିୟ ଭାଇ ଭଉଣୀମାନେ, ନାମ ଗୋଟେ ଚେଞ୍ଜ ହେବାକୁ ପଡ଼ିବ। ଯେତେବେଳେ ପରମେଶ୍ୱର ଆମ୍ଭମାନଙ୍କର କ୍ୟାରେକ୍ଟର, ଆମ୍ଭମାନଙ୍କର ସ୍ୱଭାବ ଏବଂ ଆମ୍ଭମାନଙ୍କର ପ୍ରତ୍ୟେକ ଜିନିଷ ଯେତେବେଳେ ଚେଞ୍ଜ କରନ୍ତି, ତାହେଲେ ଆମ୍ଭମାନଙ୍କର ପ୍ରତ୍ୟେକ ବିଷୟରେ ଆମ୍ଭେମାନେ ବଦଳିବାକୁ ପଡ଼ିବ। वी हैव टू चेंज। ସେହି ବିଷୟରେ ଆମ୍ଭେମାନେ ପଠନ କରିବା। ନାମ କେମିତି ଚେଞ୍ଜ କରାଯିବ? ପ୍ରକାଶିତ ବାକ୍ୟ 3:12 ପଠନ କରନ୍ତୁ। କ'ଣ ଲେଖାଯାଇଛି? 3:12 ଏଠି କ'ଣ ବୋଲି ନାମ ଆମ୍ଭେମାନେ ରଖିବା? ଯେ ଜୟ କରେ ଆମ୍ଭେ ତାହାକୁ ଆମ୍ଭର ଈଶ୍ୱରଙ୍କ ମନ୍ଦିରର ସ୍ତମ୍ଭ ସ୍ୱରୂପ କରିବୁ। ସେ ଆଉ ସେଠାରୁ ବାହାରକୁ ଯିବ ନାହିଁ। ଆମ୍ଭେ ଆମ୍ଭର ଈଶ୍ୱରଙ୍କ ନାମ ଓ ସ୍ୱର୍ଗରୁ ତାହାଙ୍କ ଠାରୁ ଆଗତ ଯେଉଁ ନୂତନ ଜେରୁସାଲେମ, ଆମ୍ଭର ଈଶ୍ୱରଙ୍କ ସେହି ନଗରୀର ନାମ ପୁଣି ଆମ୍ଭ ନିଜର ନୂତନ ନାମ ତାହା ଉପରେ ଲେଖିବୁ। ନିଜର ନୂତନ ନାମରେ ଲେଖାଯିବ। ପ୍ରିୟ ଭାଇ ଭଉଣୀମାନେ, ଆପଣମାନଙ୍କ ଠାରେ ଯେଉଁ ନାମ ରହିଛି, ନାଇଁ କି, ଆପଣମାନଙ୍କ ନିକଟରେ ଯେଉଁ ନାମ ରହିଛି, ସେଇ ନାମ ଠାରୁ ଆଉ ଅନ୍ୟ ନାମ ଲେଖାଯିବ। ଆଉ ଅନ୍ୟ ନାମ ମାନେ I will write on him the name of God, my God, and the name of the city of my God, and the new Jerusalem which come down out of heaven from my God, and I will write him my new name. ନୂତନ ନାମ ଲେଖାଯିବ। ପ୍ରିୟ ଭାଇ ଭଉଣୀମାନେ, ଗୋଟେ ନୂତନ ନାମ ଲେଖାଯିବ ଯେତେବେଳେ ମନୁଷ୍ୟ ଗୋଟେ ଚେଞ୍ଜ ହେବ, ଯେତେବେଳେ ତାର ସ୍ୱଭାବ ଚେଞ୍ଜ ହେଉଛି। ରାଇଟ୍? ସାଉଲ ଯେମିତି ସେ ପରମେଶ୍ୱରଙ୍କୁ ଗ୍ରହଣ କଲେ, ସାଉଲ ଯେମିତି ପରମେଶ୍ୱରଙ୍କୁ ଏକ୍ସେପ୍ଟ କଲେ, ସେ ଆଗାତ କିତୁନ ଯାଏତିନ ସେଠି ସିଏ ପାହୁଲ ହେଇଗଲେ। ସାଉଲ ଠାରୁ ପାହୁଲ ହେଇଗଲେ। ଠିକ୍ ସେହି ପ୍ରକାର ଯାକୁବ ଠାରୁ ଯେମିତିକି ତାଙ୍କର ନାମ ଇସ୍ରାଏଲ ହେଲେ, ଠିକ୍ ସେହି ପ୍ରକାର ସାଉଲ ଠାରୁ ମଧ୍ୟ ପାହୁଲ ହେଲେ। କାହିଁକି ଆମ୍ଭେମାନେ ଏଠାରେ ଦେଖୁଅଛୁ ଗୋଟେ ନାମ ମଧ୍ୟ ଚେଞ୍ଜ ହେବ। The new name will be given by Lord, which is can call from the heaven and above. ପରମେଶ୍ୱର ଯାହାକି ଆମ୍ଭମାନଙ୍କୁ ଯେଉଁ ନାମ ସହିତ ଡକାଯିବ। ଆମ୍ଭେମାନେ ଦେଖୁଛୁ କେବେ କେବେ କେତେକ ଲୋକମାନଙ୍କର ନାମ ଚେଞ୍ଜ କରାଗଲା। ଇଭେନ୍ ଅବ୍ରାହମ ବୋଲି ଥିଲା, ଯେଉଁଟାକି ଏକ୍ସାଲ୍ଟେଡ୍ ଫାଦର ବୋଲି କହନ୍ତି, କିନ୍ତୁ ତାହାଙ୍କର ନାମ ଚେଞ୍ଜ କରାଗଲା ଅବ୍ରାହମ ଠାରୁ ଅବ୍ରାହାମ, which means father of the multitude of nations, ନାଇଁ କି? multitude of nation। ଯେମିତିକି ଆମ୍ଭମାନଙ୍କର ଦେଶର, ଭାରତ ଦେଶର ଗୋଟିଏ ଆମ୍ଭମାନଙ୍କର ନ୍ୟାସନାଲ୍ ଫାଦର ମୋହନ ଦାସ କରମଚାନ୍ଦ ଗାନ୍ଧୀକୁ ତାଙ୍କର ନାମ ଚେଞ୍ଜ କରାଗଲା ମହାତ୍ମା ଗାନ୍ଧୀ ବୋଲି। ଠିକ୍ ସେହି ପ୍ରକାର ପରମେଶ୍ୱର ମଧ୍ୟ ଅବ୍ରାହମକୁ ଅବ୍ରାହାମ ବୋଲି ଡାକି ତାଙ୍କର ନାମ ଚେଞ୍ଜ କଲେ। ଠିକ୍ ସେହି ପ୍ରକାର ଯେତେବେଳେ ଯେଉଁମାନେ ପରମେଶ୍ୱରଙ୍କ ନିକଟକୁ ଆସୁଅଛନ୍ତି, ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ଆସୁଅଛନ୍ତି, ଖ୍ରୀଷ୍ଟଙ୍କ ବିଶ୍ୱାସ କରୁଛନ୍ତି, ଖ୍ରୀଷ୍ଟଙ୍କଠାରେ ପ୍ରାର୍ଥନା କରୁଅଛନ୍ତି, ସେମାନଙ୍କର କ୍ୟାରେକ୍ଟର ସହିତ ସେମାନଙ୍କର ନାମ ମଧ୍ୟ ଚେଞ୍ଜ ହେବ। ସେମାନଙ୍କର ନାମ ମଧ୍ୟ ଚେଞ୍ଜ ହେବ। ଯେମିତିକି ଅବ୍ରାହମଙ୍କର ସ୍ତ୍ରୀ, ତାଙ୍କର ନାମ କ'ଣ ଥିଲା? ପ୍ରଥମ ନାମ ସାରାଇ ବୋଲି ଥିଲା, କିନ୍ତୁ ନ୍ୟୁ ନାମ କ'ଣ ଦିଆଗଲା? ସାରା। ହ୍ୱାଟ୍ ଇଜ୍ ଦ ମିନିଂ ଅଫ୍ ସାରା? She became the mother of all the faithful. All the faithful ମାନେ ସମସ୍ତଙ୍କ ଠାରୁ ସେ ବିଶ୍ୱସ୍ତ। ଏଇଟା ହେଉଛି ଆମ୍ଭେମାନେ ଦେଖୁଅଛୁ ସାରାଙ୍କର ନାମ ମଧ୍ୟ ସାରାଇ ଠାରୁ ସାରା ବୋଲି ଚେଞ୍ଜ ହେଲା। ଏହିପରି ଆମ୍ଭେମାନେ ଅନେକ ବାଇବଲରେ ଯେତେବେଳେ ଆମେ ପଠନ କରୁଛୁ, ଅନେକ ଲୋକମାନଙ୍କର ନାମ ମଧ୍ୟ ଚେଞ୍ଜ ହେଲା, ନାଇଁ କି? ଅନେକ ଜେଫ୍ତା, Joseph named, new name was the Pharaoh. Pharaoh gave a new name to who? Joseph, as a Jephnath Phane, ନାଇଁ କି? ସେଇଟା ହେଉଛି ଇତୁପଦେଶ, ଆଦି ପୁସ୍ତକ 41 ଅଧ୍ୟାୟ 45 ପଦ ପଠନ କରନ୍ତୁ। ଆଦି ପୁସ୍ତକ ଅଧ୍ୟୟନ କରିବା। ପୁଣି ଫାରୋ ଯୋସେଫଙ୍କର ନାମ ସାଫୁନତ ପାନେହ
ରଖିଲେ। ପୁଣି ୱନ୍ ନଗର ନିବାସୀ ଫଟିଫେର ନାମକ ଯାଜକର ଆସନତ୍ ନାମ୍ନୀ କନ୍ୟା ସହିତ ତାଙ୍କର ବିବାହ ଦେଲେ। ଅନନ୍ତର ଯୋସେଫ ସମୁଦାୟ ମିଶର ଦେଶରେ ଗମନାଗମନ କରିବାକୁ ଲାଗିଲେ। ଏଠାରେ ଯୋସେଫଙ୍କର ନାମ ମଧ୍ୟ ଚେଞ୍ଜ କରାଯାଇଥିଲା ନାଇଁ କି? କେବେ ଆପଣମାନେ ଜାଣିଥିଲେ କି ଯୋସେଫଙ୍କର ନାମ ଚେଞ୍ଜ କରାଗଲା ବୋଲି? ଏଠି ଚେଞ୍ଜ କରାଗଲା ଦେଖନ୍ତୁ। So this was changed by the Pharaoh. Pharaoh gave a new name to Joseph as a Zephnath Phane. ନାଇଁ କି? Solomon was given a new name. Solomon also given a new name. ସେଇଟା ହେଉଛି ଦ୍ୱିତୀୟ ସାମୁଏଲ 12 ଅଧ୍ୟାୟ 25 ପଦ ପଠନ କରନ୍ତୁ। ଦ୍ୱିତୀୟ ସାମୁଏଲ 12 ଅଧ୍ୟାୟ 25 ପଦ କ'ଣ ଲେଖାଯାଇଛି? ପଠନ କରିବା। ଆଉ ସଦାପ୍ରଭୁ ତାହାଙ୍କୁ ପ୍ରେମ କଲେ। ପୁଣି ସେ ନାତନ ଭବିଷ୍ୟତ ବକ୍ତାଙ୍କ ଦ୍ୱାରା କହି ପଠାନ୍ତେ ସଦାପ୍ରଭୁଙ୍କ ସକାଶୁ ସେ ତାହାର ନାମ ଜିଦିଦିଅ ସଦାପ୍ରଭୁଙ୍କ ପ୍ରିୟ ଦେଲେ। ତାଙ୍କର ନାମ କ'ଣ ଦେଲେ? ଏଠି ଲେଖାଯାଇଛି ଜିତିଦିଆ। ଏଇଠି ତାଙ୍କର ନାମ ମଧ୍ୟ ସଲୋମନଙ୍କର ନାମ ମଧ୍ୟ ଚେଞ୍ଜ କରାଗଲା। ତାର ଅର୍ଥ ଅନେକ ଲୋକମାନଙ୍କର ନାମ ମଧ୍ୟ ଚେଞ୍ଜ କରାଯାଇଛି। ଯେତେବେଳେ ମୁଁ ଛୋଟ ଥିଲି ଅନେକ ଷ୍ଟୁଡେଣ୍ଟମାନେ ଯେତେବେଳେ ଆଡ଼ମିସନ୍ ପାଇବା ପାଇଁ ସ୍କୁଲରେ କ'ଣ ସେମାନଙ୍କର ନାମ ଅନେକ ବିଭିନ୍ନ ପ୍ରକାର ନାମ ଚେଞ୍ଜ କରା। ଆପଣମାନଙ୍କର ଗାଁରେ ଥିବେ ଅନେକ ଡବଲ ନାମ ଥିବ ନାଇଁ କି? ଯେଉଁଟାକି ନାମକରଣର ନାମ ଅଲଗା ଥିବ, ଯେଉଁଟାକି ସ୍କୁଲର ନାମ ବି ଅଲଗା ଥିବ। ସେମିତି ନାମ ମଧ୍ୟ ଚେଞ୍ଜ କରାଯାଇଛି। ଠିକ୍ ସେହି ପ୍ରକାର ଆମ୍ଭେମାନେ ଏଠାରେ ଦେଖୁଅଛୁ ପରମେଶ୍ୱରଙ୍କର ଦାସମାନଙ୍କର ନାମ ମଧ୍ୟ ଚେଞ୍ଜ କରାଗଲା। ଆମ୍ଭେମାନେ ଯେତେବେଳେ ଦେଖୁଛୁ ଏଠି ଯେମିତିକି ଦାନିଏଲ 1 ଅଧ୍ୟାୟ 7 ପଦରେ ମଧ୍ୟ ଲେଖୁଛୁ, ଯେଉଁଟାକି ଇ ଗେଭ୍ ଦାନିଏଲ ଦ ନ୍ୟୁ ନେମ୍। କ'ଣ ବୋଲି ଦିଆଯାଇଛି? ଦାନିଏଲଙ୍କର ନାମ ନୂଆ ନାମ ନେମ୍ ୱାସ୍ ବେଲସେଜାର। ଆପଣମାନେ ପଠନ କରନ୍ତୁ ସେଠି କ'ଣ ଲେଖାଯାଇଛି? 1 ଅଧ୍ୟାୟ 7 ପଦ ଅଧ୍ୟୟନ କରିବା। 1 ଅଧ୍ୟାୟ 7। ପୁଣି ନପୁସକାଧିପତି ସେମାନଙ୍କ ନାମ ଥିଲା। ସେ ଧାନିଏଲଙ୍କୁ ବେଲ୍ଟେସର, ଧାନିଏଲଙ୍କୁ ସଦ୍ରକ, ମିଶାଏଲଙ୍କୁ ମୈଶ୍ରକ ଓ ଅସରିଏଲଙ୍କୁ ଅବେଦନଗୋ ନାମ ଦେଲା। ଏଠି ସେମାନଙ୍କର ନାମ ବିଭିନ୍ନ ପ୍ରକାର ଥିଲା ନାଇଁ କି? ଓଲ୍ଡ ନେମ୍ ଆଣ୍ଡ ନ୍ୟୁ ନେମ୍। ସେମାନଙ୍କର ନାମ ମଧ୍ୟ ଚେଞ୍ଜ କରାଗଲା। So ପ୍ରିୟ ଭାଇ ଭଉଣୀମାନେ, when we come to the presence of God, with dedication life, commitment life, ସମ୍ପୂର୍ଣ୍ଣ ସମର୍ପଣ ସହିତ, ସମ୍ପୂର୍ଣ୍ଣ ଡେଡିକେସନ୍ ସହିତ ସେ ସମୟରେ ପରମେଶ୍ୱର ଆମ୍ଭମାନଙ୍କ ଜୀବନ ଚେଞ୍ଜ କରନ୍ତି। ଆମ୍ଭମାନଙ୍କର ଜୀବନକୁ ଚେଞ୍ଜ କରନ୍ତି। Then we will become a new creation. ସେଇଥିପାଇଁ ପ୍ରିୟ ଭାଇ ଭଉଣୀମାନେ, ଯେତେବେଳେ ନିକୋଦିମସ୍ ନାଇଁ କି? ନିକୋଦିମସ୍ ଯେତେବେଳେ ପରମେଶ୍ୱରଙ୍କ ନିକଟକୁ ଅର୍ଦ୍ଧରାତ୍ରରେ ଯାଇଥିଲା, ଅର୍ଦ୍ଧରାତ୍ରରେ ମାନେ ସମସ୍ତେ ଶୋଇଥିବେ, ସେ ସମୟରେ ଯୀଶୁଙ୍କ ନିକଟକୁ ଯାଇ କ'ଣ କହୁଛନ୍ତି? ପ୍ରଭୁ, ସ୍ୱର୍ଗକୁ ପ୍ରବେଶ କରିବାକୁ ହେଲେ ମୁଁ କ'ଣ କରିବାକୁ ପଡ଼ିବ? ଦେଖନ୍ତୁ, ନିକୋଦିମସର କ'ଣ ପ୍ରୋବ୍ଲେମ୍ ଥିଲା? ହ୍ୱାଟ୍ ଇ ହ୍ୟାଡ୍ ଏ ପ୍ରୋବ୍ଲେମ୍? ଜଷ୍ଟ ଇମାଜିନ୍, ନିକୋଦିମସଙ୍କର ଜୀବନରେ କ'ଣ ପ୍ରୋବ୍ଲେମ୍ ଥିଲା ଯେ ସ୍ୱର୍ଗକୁ ପ୍ରବେଶ କରିବାକୁ ହେଲେ ତାହାର ଜୀବନରେ କ'ଣ ଡାଉଟ୍ ସୃଷ୍ଟି ହେଲା ଯେ ମୁଁ ସ୍ୱର୍ଗକୁ ଯେମିତି ହେଲେ ପ୍ରବେଶ କରିବି, କ'ଣ କରିବାକୁ ପଡ଼ିବ? ଦେଖନ୍ତୁ, ସ୍ୱର୍ଗକୁ ପ୍ରବେଶ କରିବାକୁ ହେଲେ, ପରମେଶ୍ୱରଙ୍କର ରାଜ୍ୟକୁ ପ୍ରବେଶ କରିବାକୁ ହେଲେ, to enter the kingdom of God, first he need to reborn, ପୁନର୍ବାର ଜନ୍ମ ନେବାକୁ ପଡ଼ିବ। ପୁନର୍ବାର ଜନ୍ମ ନେବାର ଅର୍ଥ ଏହା ନୁହେଁ ଯେ ପୁନର୍ବାର ମାଙ୍କ ପେଟ ଭିତରେ ପ୍ରବେଶ କରି ପୁଣି ଜନ୍ମ ହେବାର ନୁହେଁ। ଯାହା ମାଂସର ମାଂସ, ଯାହା ହାଡ଼ର ହାଡ଼ ହେବ, ସେଇଟା ସେୟା ହିଁ ରହିବ। କିନ୍ତୁ ପରମେଶ୍ୱରଙ୍କ ଠାରେ ସମର୍ପିତ ହୋଇ ବାପ୍ତିସ୍ମ ନେବାକୁ ପଡ଼ିବ ଏବଂ ଆମ୍ଭେମାନେ
ପୁନର୍ଜନ୍ମ ହେବାକୁ ପଡ଼ିବ। ଦେନ୍ ନୂଆ ଜନ୍ମ ଏବଂ ନ୍ୟୁ କ୍ରିଏସନ୍ we will be getting. New creation. Our life has to be changed. ଆମ୍ଭମାନଙ୍କର ଜୀବନ ଚେଞ୍ଜ ହେବାକୁ ପଡ଼ିବ। ଚେଞ୍ଜ ହେଲା ପରେ ହିଁ ପରମେଶ୍ୱର ଆମ୍ଭମାନଙ୍କୁ କ'ଣ କରିବେ? एक्सेप्ट करेंगे। देन विल नॉट बी एक्सेप्टेड। से आम्भे देखुअछु नहीं कि प्रथमे आम्भମାନଙ୍କର जीवन चेंज करने पड़ो। व्हाट इज आवर लाइफ, व्हाट इज वेयर आई एम। आम्भे माने कोटी अच्छु वना प्रामंगलेंड को कोटी आम्भे माने बसी अच्छु। परमेश्वर देखंती, परमेश्वर देखंती। से आम्भे माने आम्भମାନଙ୍କ निकटକୁ परमेश्वरଙ୍କ निकटକୁ आम्भे माने समर्पण करने को हेले आम्भे माने प्रथम परमेश्वरଙ୍କ निकटକୁ कौन बोली गोटे जी कल ना कि जी कल ओडिया रे जी कल बोली कहती, सौरा रे एजेकिएल बोली कहती। 36 अध्याय 26 पद पठन करंतु। कौन लिखा जाइछि? 26 अध्ययन करिबा आउरी आम्भे तुमମାନଙ୍କୁ हृदय देबा ओ आम्भे तुमମାନଙ୍କ अंतरे एक नूतन आत्मा स्थापन करिबा हाउ आम्भे तुमମାନଙ୍କ मांस मध्यरु प्रस्तरमय हृदय काढी नेबा ओ आम्भे तुमମାନଙ୍କ मांसमय हृदय देबा। आमेन। एठारे लिखा जाइछि आउरी आम्भे तुमମାନଙ୍କ एक नूतन हृदय देबा ओ आम्भे तुमମାନଙ୍କ अंतरे एक नूतन आत्मा स्थापन करिबा आउ आम्भे तुमମାନଙ୍କ मांस मध्यरु प्रस्तरमय हृदय काढी नेबा आउ आम्भे तुमମାନଙ୍କ मांसमय हृदय देबा। देखंतु व्हाट इज द मीनिंग ऑफ फ्लैश ऑफ हार्ट। देखंतु स्टोनी आर्ट जोटा कि इंग्लिश रे कहती स्टोनी आर्ट एंड फ्लैश ऑफ आर्ट माने प्रस्तरमय हृदय को काढ़ी देबा। तार अर्थ कौन? तार अर्थ या होछि जे अनेक थर अनेक लोक माननकु केते शिक्षा देले मध्य से माने बुझंती नहीं कि सुनंती नहीं, नहीं कि से माने बुझंती नहीं शुणती नहीं। देखंतु इवन लॉट्स ऑफ पीपल दे आर सिंपली स्पेंडिंग देयर लाइफ टू एंजॉय उपभोग करबा पई से मानक जीवन नष्ट करंती। दे एंजॉय इवन इफ यू से व्हाई यू आर डूइंग दिस ऑल दिस दे विल से हु आर यू, आपण किए आंभ मानक प्रसन्न करबा पई। सो दैट्स व्हाट पीपल स्पीक बट हियर सेज दैट सेमानंकु चेंज करिबा को हेले प्रथमे सेमानंकर शरीर रे जो प्रस्तरमयर कौन मांस अच्छी माने प्रस्तरमय आत्मा अच्छी सेटा बार करिकी मांसर आत्मा पखेबा पाई परमेश्वर कहंती एटारे रिप्लेसमेंट। हाँ रिप्लेस करिबा पाई चेष्टा करूअछि। देखंतु रिप्लेस करिबा को हेले कोन करिबा को पड़िबो? एक्सचेंज नो एक्सचेंज ओनली रिप्लेस। रिप्लेस रो अर्थ माने मु प्रस्तरमयर आत्मार अर्थ मु एक्सप्लेन करबा को इच्छा करे। प्रस्तरमय माने गोटे उदाहरण गोटे नियंतु, गोटे पत्थर नियंतु नहीं कि अब अरेंग पाइबा तापरे गोटे सेफ्टी पिन आनो, सेफ्टी पिन रे आम माने अरेंग नाडो पॉलिथिन रे पतिप अपने माने जेते आंबे माने ताकू बाधा देले मध्य ताकू सेते आरसुडान जाने माने किछि इमोशनल फीलिंग भी आसीबो नाही। ठीक सही प्रकार परमेश्वर कहीं कि मांसमय हृदय इठी रिप्लेस करबा पई इच्छा करूछंती। जदि मांसमय हृदय रिप्लेस कले मांस रे एबान डिलाइजेंडेड इम्प्रिम्बिडो अगाई गामलो गुतबे। तार अर्थ आंभ मानकर शरीर रे गोटे वेदना रही आरसुडानटा को कुना आईम ना मंगले यताय। ठीक से प्रकार एठी जीजिकल पुस्तक रे लिखा जाइछि मु तुम्भ मानक शरीर रु प्रस्थरमय हृदय बार करी मांसमय हृदय देवी, मांसमय हृदय देवी बोली लिखा जाइछि।
প্রিয় ভাই ভଉଣୀ ମାନେ God wants to change. God wants to change everything to make a new. ପ୍ରତ୍ୟେକ ବସ୍ତୁ ପ୍ରତ୍ୟେକ କ୍ରିଏସନ୍ ପରମେଶ୍ୱର ନୂଆ କରିବା ପାଇଁ ଇଚ୍ଛା କରେ ନାଇଁ କି? ଆଉ 27ରେ ପଠନ କରନ୍ତୁ। 26 ହେଇଗଲା, 27ରେ ପଠନ କରନ୍ତୁ କ'ଣ ଲେଖାଯାଇଛି? ପୁଣି ଆମ୍ଭେ ତୁମ୍ଭମାନଙ୍କ ଅନ୍ତରେ ଆମ୍ଭର ଆତ୍ମା ସ୍ଥାପନ କରିବା। ଏଠାରେ ଦେଖାଯାଇଛି କ'ଣ? 26ରେ ଲେଖାଯାଇଛି ନୂତନ ହୃଦୟ ଦେବା ଏବଂ ନୂତନ ଆତ୍ମା ଦେବା। କିନ୍ତୁ 27ରେ କ'ଣ ଲେଖାଯାଇଛି? ପୁଣି ଆମ୍ଭେ ତୁମ୍ଭମାନଙ୍କ ଅନ୍ତରରେ ଆମ୍ଭର ଆତ୍ମା ସ୍ଥାପନ କରିବା। କଣ୍ଟିନ୍ୟୁ। ଓ ତୁମ୍ଭମାନଙ୍କୁ ଆମ୍ଭର ବିଧି ରୂପ ପତରେ ଚଳାଇବା, ତୁହିଁରେ ତୁମ୍ଭେମାନେ ଆମ୍ଭର ଶାସନ ସକଳ ରକ୍ଷା କରି ପାଳନ କରିବ। ଯେଉଁମାନେ ପାଳନ କରନ୍ତି ନାହିଁ, ଯେଉଁମାନେ ପରମେଶ୍ୱରଙ୍କର ବାକ୍ୟ ଶୁଣନ୍ତି ନାହିଁ, ଯେଉଁମାନେ ପରମେଶ୍ୱରଙ୍କର ବାକ୍ୟରେ ମନୋଯୋଗୀ ହୁଅନ୍ତି ନାହିଁ, ସେମାନଙ୍କର ଅନ୍ତରରେ ପରମେଶ୍ୱରଙ୍କର ଆତ୍ମା ସ୍ଥାପନ କରି ସେମାନଙ୍କୁ ପରମେଶ୍ୱରଙ୍କର ରାସ୍ତା ଆଡ଼କୁ କଢ଼େଇ ଆଣିବା ପାଇଁ ପରମେଶ୍ୱର ଇଚ୍ଛା କରୁଅଛନ୍ତି। ଦେଖନ୍ତୁ ତାପରେ 28ରେ କ'ଣ ଲେଖାଯାଇଛି? ପୁଣି ଆମ୍ଭେ ତୁମ୍ଭମାନଙ୍କର ପିତୃପୁରୁଷ ଗଣଙ୍କୁ ଯେଉଁ ଦେଶ ଦେଲୁ, ତହିଁରେ ତୁମ୍ଭେମାନେ ବାସ କରିବ ଓ ତୁମ୍ଭେମାନେ ଆମ୍ଭର ଲୋକ ହେବ ଓ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ହେବା। ତୁମ୍ଭେମାନେ ଆମ୍ଭର ଲୋକ ହେବ ଓ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ହେବା। ଏଇଟା ହେଉଛି ପରମେଶ୍ୱରଙ୍କର ବାଗ୍ଦାନ ଆମ୍ଭମାନଙ୍କ ଜୀବନରେ, ପରମେଶ୍ୱରଙ୍କର ପ୍ରମିସ୍ ଆମ୍ଭମାନଙ୍କ ଜୀବନରେ। ପ୍ରିୟ ଭାଇ ଭଉଣୀମାନେ, ଆମ୍ଭମାନଙ୍କର ନାମ ଚେଞ୍ଜ ହେବାର ଅଛି, ଆମ୍ଭମାନଙ୍କର କ୍ୟାରେକ୍ଟର ଚେଞ୍ଜ ହେବାର ଅଛି, ଆମ୍ଭମାନଙ୍କର ପ୍ରତ୍ୟେକ କାର୍ଯ୍ୟ ଚେଞ୍ଜ ହେବାର ଅଛି, ଆମ୍ଭମାନଙ୍କର ଇମୋସନ୍ ଚେଞ୍ଜ ହେବାର ଅଛି, ଆମ୍ଭମାନଙ୍କର ପ୍ରତ୍ୟେକ ବିଷୟ ଚେଞ୍ଜ ହେବାର ଅଛି। ତାହେଲେ ପରମେଶ୍ୱରଙ୍କ ଠାରେ ସମର୍ପିତ ଜୀବନ କାଟିବାକୁ ପଡ଼ିବ, ପରମେଶ୍ୱରଙ୍କ ଠାରେ ଆମ୍ଭେମାନେ ସମର୍ପଣ ହେବାକୁ ପଡ଼ିବ। ଦେନ୍ ଗଡ୍ କ୍ୟାନ୍ ଚେଞ୍ଜ ୟୋର୍ ଲାଇଫ୍। ନୋବଡି କ୍ୟାନ୍ ଚେଞ୍ଜ। ଦେର୍ ଇଜ୍ no one will change. Even father cannot change the child. Even mother cannot change the child. Or husband cannot change the wife character, or wife cannot change the husband character. But God can change everything. ସେଇଥିପାଇଁ ପରମେଶ୍ୱର ପ୍ରତ୍ୟେକ କ୍ୟାରେକ୍ଟରକୁ ଚେଞ୍ଜ କରନ୍ତି। ସେଇଥିପାଇଁ ସେ କହିଲେ, ମୁଁ ତୁମ୍ଭମାନଙ୍କ ମଧ୍ୟରେ ମୋର ଆତ୍ମା ସ୍ଥାପନ କରିବି। ଦେଖନ୍ତୁ ପ୍ରିୟ ଭାଇ ଭଉଣୀମାନେ, how it is a grateful that God has given a promise word to each and every one. ଏଇଟା ହେଉଛି ପରମେଶ୍ୱରଙ୍କର ବାଗ୍ଦାନ। ଦେଖନ୍ତୁ ଆମେମାନେ ପଠନ କରିବା ପ୍ରକାଶିତ ବାକ୍ୟ 2:17 ପଠନ କରନ୍ତୁ। କ'ଣ ଲେଖାଯାଇଛି? ମଣ୍ଡଳୀ ଗଣଙ୍କୁ ଆତ୍ମା କ'ଣ କହନ୍ତି? ଯାହାର କର୍ଣ୍ଣ ଅଛି ସେ ତାହା ଶୁଣୁ। ଯେ ଜୟ କରେ ତାହାକୁ ଆମ୍ଭେ ଗୁପ୍ତ ମାନା ଦେବୁ। ପୁଣି ଯେଉଁ ନାମ ଗ୍ରହଣ କର୍ତ୍ତା ବିନା ଅନ୍ୟ କେହି ଜାଣେ ନାହିଁ, ଏପରି ନୂତନ ନାମ ଲିଖିତ ଏକ ଶ୍ଵେତ ପ୍ରସ୍ତର ତାହାକୁ ଦେବୁ। ଏଠାରେ ସ୍ପଷ୍ଟ ଭାବରେ ଲେଖାଯାଇଛି, ଯେଉଁମାନେ ଏକ୍ସେପ୍ଟ କରିନାହାନ୍ତି, ପରମେଶ୍ୱରଙ୍କୁ ଗ୍ରହଣ କରିନାହାନ୍ତି, ସେମାନଙ୍କର ନୂଆ ନାମ କେମିତି ଲେଖାଯିବ? ହାଉ କ୍ୟାନ୍ ବି ରିଟର୍ନ? ଯେଉଁମାନେ ପରମେଶ୍ୱରଙ୍କୁ ଗ୍ରହଣ କରନ୍ତି ସେମାନଙ୍କର କ'ଣ ଇଡେନ୍ ମାନା ଟୁ ହିଟ୍। ଗଡ୍ କ୍ୟାନ୍ ଗିଭ୍ ଦ ଇଡେନ୍ ମାନା। ଗୁପ୍ତ ମାନା ଦିଆଯିବ ନାଇଁ କି? ଗୁପ୍ତ ଯେଉଁଟାକି ଲୁଚି ଯାଇଛି। That is the great things that God is going to give us. And we have to pray and dedicate our life. आम्भेମାନେ ପ୍ରାର୍ଥନା ସହ ଏବଂ ସମର୍ପଣ ସହ ପରମେଶ୍ୱରଙ୍କ ଠାରେ ପ୍ରାର୍ଥନା କରି we have to, our name has to be written in the book of life. ଆମ୍ଭମାନଙ୍କର ଜୀବନ, ଆମ୍ଭମାନଙ୍କର ନାମ ଜୀବନ ପୁସ୍ତକରେ ଲେଖାଯିବାକୁ ପଡ଼ିବ। That is our prayer. ଆମ୍ଭମାନଙ୍କର ପ୍ରାର୍ଥନା ସେହା ରହିବାକୁ ପଡ଼ିବ। ସେଇଥିପାଇଁ ଆମ୍ଭେମାନେ ଏଇ ସବୁ କରିବାକୁ ହେଲେ ଆଉ ଗୋଟେ ବିଷୟ କରିବାକୁ ପଡ଼ିବ, ସେଇଟା ହେଉଛି ନୂତନ ପ୍ରେମ। ନୂତନ ପ୍ରେମ ଆମ୍ଭେମାନେ ଦେଖିବା
ମୁଁ କହିଲି ତିନୋଟି ପଏଣ୍ଟ କହିବା ପାଇଁ ସେଇଥିପାଇଁ ପ୍ରଥମ ଆମ୍ଭେମାନେ ଆରମ୍ଭ କଲୁ ନୂତନ ସ୍ୱର୍ଗ ଏବଂ ନୂତନ ପୃଥିବୀ। ବର୍ତ୍ତମାନ ଆମ୍ଭେମାନେ ଶେଷ କଲୁ ଯେଉଁଟାକି ନୂତନ ନାମ। ବର୍ତ୍ତମାନ ଆମ୍ଭେମାନେ ଦେଖିବା ନ୍ୟୁ ଲଭ୍ ମିନ୍ସ ନୂତନ ପ୍ରେମ। ରୋମୀ ପୁସ୍ତକ 5 ଅଧ୍ୟାୟ 5 ପଦ ପଠନ କରନ୍ତୁ। ପଠନ କରିବା ଆଉ ଭରସା ଲଜ୍ଜା ଦିଏ ନାହିଁ, କାରଣ ଆମ୍ଭମାନଙ୍କ ପ୍ରଦତ୍ତ ପବିତ୍ର ଆତ୍ମାଙ୍କ ଦ୍ୱାରା ଆମ୍ଭମାନଙ୍କ ହୃଦୟରେ ଈଶ୍ୱରଙ୍କ ପ୍ରେମ ପରିବ୍ୟାପ୍ତ ହୋଇଅଛି। Now hope does not disappoint because the love of God has been poured out in our heart by the Holy Spirit who was given to us. ଏଇଟା ହେଉଛି ଆମ୍ଭେମାନେ ଦେଖୁଅଛୁ ଏଠି ନୂତନ ପ୍ରେମ ଆମ୍ଭମାନଙ୍କ ଜୀବନରେ ଦିଆଯାଇଛି ଯେଉଁଟାକି ପବିତ୍ର ଆତ୍ମାଙ୍କ ଦ୍ୱାରା God has pleased to fill you with the new love of Calvary in this new year. এই নূতন বর্ষরে the love is poured into your heart by the Holy Spirit. ଆମ୍ଭମାନଙ୍କ ହୃଦୟରେ ପବିତ୍ର ଆତ୍ମାଙ୍କ ଦ୍ୱାରା ନୂତନ ପ୍ରେମ ଦିଆଯାଇଅଛି। ଲଭ୍ ଇଚ୍ ଆଣ୍ଡ ଏଭ୍ରି ୱାନ୍, ନାଇଁ କି? ଲଭ୍ ଇଚ୍ ଆଣ୍ଡ ଏଭ୍ରି ୱାନ୍। ଆପଣମାନେ ଜାଣିଥିବେ ଯେତେବେଳେ ଭାରତବର୍ଷ ବ୍ରିଟିଶମାନଙ୍କ ଅସ୍ତରେ ଶାସନ କରାଯାଇଥିଲା, ଯେତେବେଳେ ମହାତ୍ମା ଗାନ୍ଧୀ ତାଙ୍କର ଷ୍ଟଡି ଯେଉଁଟାକି ପାଠ ପଢ଼ିବା ନିମନ୍ତେ ସାଉଥ ଆଫ୍ରିକା ଯାଇଥିଲା, ସାଉଥ ଆଫ୍ରିକାରୁ ଯେତେବେଳେ ରିଟର୍ନ ହେଇଥିଲା, ନାଇଁ କି, ସାଉଥ ଆଫ୍ରିକାରୁ ଆଙ୍ଗତି ଏର୍ନାଇଥିନ୍ ଭାରତବର୍ଷକୁ ସେ ସମୟରେ ସେ ଦେଖିଥିଲେ କ'ଣ? ଭାଇଲେନ୍ସ ଅଫ୍ ଇଣ୍ଡିଆ ଟୋଟାଲି କ୍ୟାପଚର ବାଇ ବ୍ରିଟିଶ ପିପଲ୍। ବ୍ରିଟିଶମାନଙ୍କ ଅସ୍ତରେ ଥିଲା ଭାରତବର୍ଷ। ସେ ଦେଖିଥିଲେ କ'ଣ? only violence and everything they are taking from the India, and nobody was getting the freedom. First World War I completed, but not yet. କିନ୍ତୁ ମହାତ୍ମା ଗାନ୍ଧୀ ଗୋଟେ କ'ଣ କଲେ? ଶାନ୍ତିର ଯାତ୍ରା ଆରମ୍ଭ କଲେ। ଶାନ୍ତିର ଯାତ୍ରା ମାନେ ପ୍ରେମ ସହିତ ନୂତନ ଯାତ୍ରା ସେଇଟା କହନ୍ତି, ଯେଉଁଟାକି ଆମ୍ଭେମାନେ ପାଠ ପଢ଼ିଥିବେ ଆପଣମାନେ ସମସ୍ତେ ସତ୍ୟାଗ୍ରହ ଯାତ୍ରା ବୋଲି କହନ୍ତି, ଯେଉଁଟାକି ସତ୍ୟରେ ମାନେ ପିସଫୁଲ୍ ମାଇଣ୍ଡରେ ପ୍ରେମରେ ଆମ୍ଭେମାନେ ଆମ୍ଭମାନଙ୍କର ଦେଶକୁ ହାସଲ କରିବାକୁ ପଡ଼ିବ ବୋଲି ମହାତ୍ମା ଗାନ୍ଧୀ ନିଷ୍ପତ୍ତି ନେଇ ସେ କରିଥିଲେ। ଠିକ୍ ସେହି ପ୍ରକାର ଆମ୍ଭେମାନେ ପରମେଶ୍ୱରଙ୍କ ଠାରେ ରହିବାକୁ ହେଲେ, ଆମ୍ଭମାନଙ୍କର ନାମ ଜୀବନ ପୁସ୍ତକରେ ଲେଖିବାକୁ ହେଲେ, ଆମ୍ଭେମାନେ ସ୍ୱର୍ଗକୁ ପ୍ରବେଶ କରିବାକୁ ହେଲେ ପ୍ରଥମେ ଆମ୍ଭେମାନେ ପ୍ରେମରେ ରହିବାକୁ ପଡ଼ିବ, ନାଇଁ କି? ପ୍ରେମରେ ରହିବାକୁ ପଡ଼ିବ। ଭାଇ ଭଉଣୀ ସହିତ ଝଗଡ଼ା ହେଇକି, ବାପା ମାଆମାନଙ୍କ ସହିତ ଝଗଡ଼ା ହେଇକି ଜମି ବାଡ଼ି ନିମନ୍ତେ ଲବଣ ଆସଙ୍ଗାମଲେ କନି ଆସଙ୍ଗାମଲେ ରୁଡ଼ିଆନ୍ ରୁଡ଼ି ଆତ୍ନର ବିର ବିଣ୍ଡେନ ନୋଲର ବିଣ୍ଡେନ କାହିଁରେ ପ୍ରେମ ଅଛି? where is your love? how can you say that I am loving God? ପ୍ରଥମେ ଭାଇ ଏବଂ ଭଉଣୀମାନଙ୍କୁ ପ୍ରେମ କରିବାକୁ ପଡ଼ିବ। love your parents, love your brothers and sisters, then you can love the God. that's what ଆମେମାନେ ଦେଖୁଅଛୁ। ଆଉ ଗୋଟେ ବିଷୟ ଦେଖିବା, ଦ୍ୱିତୀୟ ତିମୋଥୀ 1:7 ପଠନ କରନ୍ତୁ। କ'ଣ ଲେଖାଯାଇଛି? 1:7 ଦ୍ୱିତୀୟ ତିମୋଥୀ। କାରଣ ଈଶ୍ୱର ଆମ୍ଭମାନଙ୍କୁ ଭୀରୁତାର ଆତ୍ମା ଦେଇ ନାହାନ୍ତି, ମାତ୍ର ଶକ୍ତି, ପ୍ରେମ ଓ ସୁବୁଦ୍ଧିର ଆତ୍ମା ଦେଇ ଅଛନ୍ତି। ଏଠାରେ ଲେଖାଯାଇଛି, for God has not given us a spirit of fear but power and love and sound of mind as given by God. ଏଇଟା ହେଉଛି ପରମେଶ୍ୱର ଆମ୍ଭମାନଙ୍କୁ ଦେଇ ଅଛନ୍ତି ଶକ୍ତି, ପ୍ରେମ, ସୁବିବେକ ପରମେଶ୍ୱର ଆମ୍ଭମାନଙ୍କୁ ଦେଇ ଅଛନ୍ତି। ଆମ୍ଭେମାନେ ପ୍ରତ୍ୟେକ ବିଷୟ ବୁଦ୍ଧି ସହକାରେ ଚିନ୍ତା କରିକି ପ୍ରାର୍ଥନାରେ ରହିବାକୁ ପଡ଼ିବ। then God can open all the heavens of the door of the heaven. ସ୍ୱର୍ଗର ଦୁଆର ପରମେଶ୍ୱର ଉନ୍ମୁକ୍ତ କରିବେ ଏବଂ ଆମ୍ଭମାନଙ୍କର ନାମ ଜୀବନ ପୁସ୍ତକରେ ଲେଖାଯିବ। ଆମେନ୍। ଜୀବନ ପୁସ୍ତକରେ ଲେଖାଯିବ। ମାଥ୍ୟୁ 22:37-40 ପର୍ଯ୍ୟନ୍ତ ପଠନ କରନ୍ତୁ। କ'ଣ ଲେଖାଯାଇଛି? 22:37-40
ସେ ତାଙ୍କୁ କହିଲେ, ତୁମ୍ଭେ ଆପଣର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ ଓ ସମସ୍ତ ମନ ଦେଇ ପ୍ରଭୁ ଆପଣ ଈଶ୍ୱରଙ୍କ ପ୍ରେମ କର। ଏହା ହିଁ ଶ୍ରେଷ୍ଠ ଓ ପ୍ରଥମ ଆଜ୍ଞା। ଦ୍ୱିତୀୟଟି ଏହାର ସଦୃଶ, ତୁମ୍ଭେ ଆପଣ ପ୍ରତିବାସୀଙ୍କି ଆତ୍ମା ତୁଲ୍ୟ ପ୍ରେମ କର। ଏହି ଦୁଇ ଆଜ୍ଞା ଉପରେ ସମସ୍ତ ବ୍ୟବସ୍ଥା ଓ ଭାବବାଦୀ ମାନଙ୍କର ଧର୍ମଶାସ୍ତ୍ର ନିର୍ଭର କରେ। ଏଠି ଆମ୍ଭେମାନେ ସ୍ପଷ୍ଟ ଭାବରେ ଦେଖିଅଛୁ ସମ୍ପୂର୍ଣ୍ଣ ଆତ୍ମା ପ୍ରାଣ ଶରୀର ଦେଇ ପରମେଶ୍ୱରଙ୍କୁ ପ୍ରେମ କର ଏବଂ ପ୍ରତିବାସୀକି ମଧ୍ୟ ପ୍ରେମ କର। ଶତ୍ରୁକୁ ମଧ୍ୟ ପ୍ରେମ କରିବାକୁ ପଡ଼ିବ, ନାଇଁ କି? ଶତ୍ରୁକୁ ମଧ୍ୟ ପ୍ରେମ କରିବାକୁ ପଡ଼ିବ। ୟୁ ହ୍ୟାଭ୍ ଟୁ ଲଭ୍ ଆୱାର ଏନିମିଜ୍ and we have to love our neighbors and God with the mind and heart. এই সমস্ত বিষয় নেই পরমেশ্বরଙ୍କୁ ଆମ୍ଭେମାନେ ପ୍ରେମ କରିବାକୁ ପଡ଼ିବ। ଇଫ୍ ୟୁ ୱାଣ୍ଟ ଟୁ ଲଭ୍ ଦ ଗଡ୍ ୟୁ ହାଭ୍ ଟୁ ଲଭ୍ ଫାର୍ଷ୍ଟ ୟୁର ବ୍ରଦର୍ସ ଆଣ୍ଡ ସିଷ୍ଟର। ଆମ୍ଭେମାନେ ଭାଇ ଭଉଣୀମାନଙ୍କୁ ନିଜର ବନ୍ଧୁମାନଙ୍କୁ ପ୍ରେମ କରିବାକୁ ପଡ଼ିବ। ସୋ ସେଇଥିପାଇଁ ପ୍ରିୟ ଭାଇ ଭଉଣୀମାନେ वी have to be in the God's hand। ଆମ୍ଭେମାନେ ପରମେଶ୍ୱରଙ୍କ ଠାରେ ରହିବାକୁ ହେଲେ ପ୍ରଥମେ ପ୍ରେମ ଏବଂ ନାମ, ତାପରେ ନୂତନ ସ୍ୱର୍ଗ ନୂତନ ପୃଥିବୀ ଭିତରକୁ ଆମ୍ଭେମାନେ ପ୍ରବେଶ କରିବାକୁ ପଡ଼ିବ। when we enter the kingdom of God, ଯେତେବେଳେ ପରମେଶ୍ୱରଙ୍କ ଆଡ଼କୁ ଆମେମାନେ ଯିବା ସେ ସମୟରେ ପରମେଶ୍ୱର ଅଟୋମେଟିକ୍ ଆମ୍ଭମାନଙ୍କର ନାମ ମଧ୍ୟ ଜୀବନ ପୁସ୍ତକରେ ଲେଖିଦେବେ। ଏମିତି ଆମେମାନେ ଶେଷ ଗୋଟିଏ ଅଂଶ ପଠନ କରିବା। କ'ଣ ଲେଖାଯାଇଛି? ପ୍ରକାଶିତ ବାକ୍ୟ 21 ଅଧ୍ୟାୟ 1 ପଦ ପଠନ କରନ୍ତୁ। ପରେ ମୁଁ ଏକ ନୂତନ ଆକାଶ ମଣ୍ଡଳ ଓ ନୂତନ ପୃଥିବୀ ଦେଖିଲି, କାରଣ ପ୍ରଥମ ଆକାଶ ମଣ୍ଡଳ ଓ ପ୍ରଥମ ପୃଥିବୀ ଲୋପ ପାଇଥିଲା, ପୁଣି ସମୁଦ୍ର ଆଉ ନଥିଲା। ଏଠି ଲେଖାଯାଇଛି ପ୍ରଥମ ଆକାଶ ମଣ୍ଡଳ ଏବଂ ପ୍ରଥମ ପୃଥିବୀ ଲୋପ ପାଇଲା। also there was no more sea, ଆଉ ସମୁଦ୍ର ମଧ୍ୟ ନଥିଲା। ବର୍ତ୍ତମାନ ନୂତନ ସ୍ୱର୍ଗ ନୂତନ ଆକାଶ ମଣ୍ଡଳ ଏବଂ ନୂତନ ପୃଥିବୀ ହେଇଗଲା। ପ୍ରିୟ ଭାଇ ଭଉଣୀମାନେ, ଯେତେବେଳେ ଆମ୍ଭେମାନେ ଦ୍ୱିତୀୟ ଆଗମନରେ ଯେତେବେଳେ ଆମ୍ଭେମାନେ ସ୍ୱର୍ଗକୁ ଯିବା ସେ ସମୟରେ ନୂତନ ପୃଥିବୀ ନୂତନ ସ୍ୱର୍ଗ ହିଁ ଥିବ, ଆଉ କୌଣସି ନଥିବ, ସବୁ ଲୋପ ପାଇଯାଇଥିବ, ସବୁ ଶେଷ ହୋଇଯାଇଥିବ। ସୋ ଟୁଡେ ଆୱାର ଡେଡିକେସନ୍ କମିଟମେଣ୍ଟ ପରମେଶ୍ୱରଙ୍କ ଠାରେ ଆମ୍ଭମାନଙ୍କ ଜୀବନ ରହିବାକୁ ପଡ଼ିବ। ଟୁଡେ ଗଡ୍ ପ୍ରମିସ୍, ପରମେଶ୍ୱରଙ୍କର ପ୍ରମିସ୍ ଆମେମାନେ ଦେଖୁଛୁ କ'ଣ? ନୂଆ ପ୍ରେମ ଏବଂ ନୂଆ ନାମ ଏବଂ ନୂଆ ସ୍ୱର୍ଗ ଏବଂ ନୂଆ ପୃଥିବୀରେ ଆମ୍ଭେମାନେ ପ୍ରବେଶ କରିବାକୁ ପଡ଼ିବ। ପ୍ରଥମେ ଆମ୍ଭେମାନେ ନୂଆ ନାମ ପାଇବା ପାଇଁ ହେଲେ ଆମ୍ଭମାନଙ୍କର ଜୀବନ ଚେଞ୍ଜ ହେବାକୁ ପଡ଼ିବ। ୟୁ ହାଭ୍ ଟୁ ଚେଞ୍ଜ, वी हैव टू गेट द ट्रांसफॉर्मेशन, वी हैव टू ट्रांसफॉर्म our life from the darkness into light or sinner into righteous। ପାପୀ ମାନଙ୍କ ନାମରୁ ଧାର୍ମିକ ଗଣିତ ହେବାକୁ ପଡ଼ିବ ଏବଂ ଅନ୍ଧକାରରୁ ଆମ୍ଭେମାନେ ଏହି ଜ୍ୟୋତି ନିକଟକୁ ଆସିବାକୁ ପଡ଼ିବ। ହେଲେ ଯାଇ ଆମ୍ଭମାନଙ୍କର ନାମ ଏବଂ ନୂଆ ନାମ ନୂଆ ପ୍ରେମ ପରମେଶ୍ୱରଙ୍କ ଠାରୁ ଆମ୍ଭେମାନେ ପାଇବା। ନୂଆ ପ୍ରେମ ମାନେ କେଉଁଠି? ଯେଉଁଟାକି କାଲବରୀରେ ତାଙ୍କର ରକ୍ତ ଢାଳିଥିଲେ, କ୍ରୁଶାପିତ ହୋଇ ନିଜର ଶରୀରକୁ ବଳିଦାନ ଦେଇଥିଲେ, ସେଇଠି ତାଙ୍କର ପ୍ରେମ ଆରମ୍ଭ ହେଉଛି। ଦେଖନ୍ତୁ, ନିଜର ଭାଇ ପାଇଁ ନିଜର ବନ୍ଧୁ ମଧ୍ୟ ନିଜର ପ୍ରାଣ ଦେଇ ନପାରେ, କିନ୍ତୁ ପରମେଶ୍ୱର ଆମ୍ଭମାନଙ୍କ ପାଇଁ ପ୍ରାଣ ଦେଲେ, ନାଇଁ କି? ପରମେଶ୍ୱର ଆମ୍ଭମାନଙ୍କୁ ଦେଲେ, ଆମ୍ଭମାନଙ୍କ ପାଇଁ, ଆମ୍ଭମାନଙ୍କର ପାପ ଧୋଇବା ନିମନ୍ତେ। He wanted to wash away all our sin and make a new creation, new creation। ସେଇଥିପାଇଁ ପ୍ରିୟ ଭାଇ ଭଉଣୀମାନେ, ଯେତେବେଳେ ଆମ୍ଭେମାନେ ଦେଖୁଛୁ ଗୋଟିଏ ଗୋଟିଏ ପରମେଶ୍ୱରଙ୍କର ସାଧୁମାନେ, ପରମେଶ୍ୱରଙ୍କର ବକ୍ତାମାନେ, ପରମେଶ୍ୱରଙ୍କର ଦାସମାନେ, ଗୋଟିଏ ଗୋଟିଏ ଜାକୁବ ବି ପରମେଶ୍ୱରଙ୍କ ଠାରେ ଚେଞ୍ଜ ହେଇଗଲା, ଜାକୁବ ଠାରୁ ଇସ୍ରାଏଲ ହେଇଗଲେ। ଯୋସେଫ ମଧ୍ୟ ତାଙ୍କର ନାମ ଚେଞ୍ଜ ହେଲା, ଯେମିତିକି ଆଉ ବିଭିନ୍ନ ପ୍ରକାର ଦାସମାନେ, ନାଇଁ କି? ସାଉଲ ଠାରୁ ପାଉଲ ହେଇଗଲା। ଠିକ୍ ସେହି ପ୍ରକାର ପରମେଶ୍ୱରଙ୍କର ଦାସମାନେ ଏହିପରି ଚେଞ୍ଜ ହେଲେ।
Why can't we? Why can't we change our life? आम्भेମାନେ କାହିଁକି ଚେଞ୍ଜ କରିପାରିବା ନାହିଁ? We can change. We can change. Okay? ଆଜି ଏହିପରି ଦିବସରେ ପରମେଶ୍ୱର ଆମ୍ଭମାନଙ୍କୁ ଅନେକ ଉତ୍ତମ ସୁଯୋଗ ସମୟ ଦେଇଅଛନ୍ତି. Really lots of people cannot receive this all time.